2026 आईपीएल ପାଇଁ ଆଜି ମିନି ନିଲାମୀ କେଉଁ ଦଳକୁ ଯିବେ କେଉଁ ଖେଳାଳି ତା ଉପରେ କ୍ରୀଡା ପ୍ରେମୀଙ୍କ ନଜର। ସବୁଠାରୁ ବଡ଼ କଥା ହେଉଛି ଆଇପିଏଲ ନିଲାମରେ ଦୁଇ ଓଡ଼ିଆ କ୍ରିକେଟଙ୍କ ନାଁ ଯୋଡ଼ି ହୋଇଛି। ସେମାନେ ହେଲେ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲ। ଶେଷ ମୁହୂର୍ତ୍ତରେ ବିସିସିଆଇ ଦୁଇ ଖେଳାଳିଙ୍କୁ ଯୋଡ଼ିଛି। ଏହି ଦୁଇ ଖେଳାଳିଙ୍କ ବେସ୍ ପ୍ରାଇସ୍ 30 ଲକ୍ଷ ଟଙ୍କା ରହିଥିବା ବେଳେ ତାଙ୍କୁ କେଉଁ ଫ୍ରାଞ୍ଚାଇଜ ନିଜ ଟିମ୍ରେ ସାମିଲ କରୁଛି ତାହା ଦେଖିବାକୁ ବାକି ରହିଲା। ନିଜର ଦ୍ରୁତଗତି ଏବଂ ଶୃଙ୍ଖଳିତ ବୋଲିଂ ପାଇଁ ଜଣାଶୁଣା ରାଜେଶ ମହାନ୍ତି ଘରୋଇ ଟୁର୍ଣ୍ଣାମେଣ୍ଟରେ ନିରନ୍ତର ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଚାଲିଛନ୍ତି। ଚାପ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିବାର ତାଙ୍କର ଦକ୍ଷତା ଜଣେ ନିର୍ଭରଯୋଗ୍ୟ ଦ୍ରୁତ ବୋଲର ଭାବରେ ତାଙ୍କର ସୁନାମକୁ ଆହୁରି ମଜବୁତ କରିଛି। ଜଣେ ଉଦୀୟମାନ ଅଲରାଉଣ୍ଡର ସ୍ୱସ୍ତିକ ସାମଲ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିଜର ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରନ୍ତି। ତାଙ୍କର ସନ୍ତୁଳିତ ଦକ୍ଷତା ତାଙ୍କୁ ନିଲାମ ପ୍ରକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛି। ଏହି ଖେଳାଳିମାନଙ୍କ ମାଧ୍ୟମରେ ଓଡ଼ିଶା କ୍ରିକେଟ ସ୍ୱୀକୃତି ଲାଭ କରୁଛି ଏବଂ ନିଲାମରେ ସେମାନେ ଏକ ଉପସ୍ଥିତି କ୍ରୀଡା କ୍ଷେତ୍ରରେ ରାଜ୍ୟର ପରିଚୟକୁ ସୁଦୃଢ଼ କରୁଛି। ମହାନ୍ତି ଏବଂ ସାମଲଙ୍କ ଉପରେ ରହିଥିବା ଏହି ଆଲୋକପାତ ଆଞ୍ଚଳିକ ପ୍ରତିଭାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱକୁ ଦର୍ଶାଉଛି। ଆଇପିଏଲ ନିଲାମ 2026ରେ ସେମାନଙ୍କ ଅଂଶଗ୍ରହଣ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଏହା ନୂତନ ସୁଯୋଗ ପାଇଁ ବାଟ ଖୋଲିଛି। ବ୍ୟୁରୋ ରିପୋର୍ଟ, ପ୍ରକାଶ ଟିଭି 24।